नमस्कार ମୁଁ ଆଡଭୋକେଟ ସେନାପତି ଆଜି ଆପଣ ଗୋଟେ ନୂଆ ଭିଡ଼ିଓ ସ୍ୱାଗତ କରୁଛି। ଲୋକମାନେ ମୋତେ ବିଭିନ୍ନ ପ୍ରକାର କ୍ୱେଶ୍ଚିନ୍ କରିଥିଲେ କି ସାର୍ ଯଦି କୌଣସି ଲୋକ ଆମ ଜାଗାକୁ ଅନଧିକାର ଭାବରେ ପ୍ରବେଶ କରୁଛି, ଆମ ଜାଗାରେ ଗାତ ଖୋଳୁଛି କି ନିଅ ଖୋଳୁଛି କି ବିଲ୍ଡିଂ ବା ଘର କରିବା କି ଫ୍ୟାକ୍ଟରି କରିବା କି କୌଣସି ଅନଧିକାର ବା ବେଆଇନ ଭାବରେ ଅକ୍ତିଆର ନେବାକୁ ଚେଷ୍ଟା କରୁଛି, ତ ସେ ସମୟରେ ଆମର କ'ଣ ଷ୍ଟେପ୍ ରହିବ, ଆମ ଜାଗାକୁ ଆମେ କିପରି ବଞ୍ଚେଇ ପାରିବୁ। ଦେଖନ୍ତୁ, ପ୍ରଥମତଃ ମୁଁ ଯଦି ଆପଣଙ୍କୁ ଲିଗାଲି କହିବି, ବେସିକାଲି ଆପଣଙ୍କର ଯେଉଁ ଜାଗାର ପଡ଼ୋଶୀ ଥାଏ ବା ଜାଗା ନେଭର ଥାଏ, ସେଇମାନଙ୍କ ମଧ୍ୟରେ ଆପଣଙ୍କ ଜାଗା ନେଇ ଡିସ୍ପ୍ୟୁଟ୍ ହୁଏ। ଯଦି ଏଭଳି କିଛି ଡିସ୍ପ୍ୟୁଟ୍ ହେଉଛି, ପ୍ରଥମତଃ ଆପଣ ଯାଇକି ନିୟରେଷ୍ଟ ଯେଉଁ ଆପଣଙ୍କ ଥାନା ଅଛି, ପୋଲିସ ଷ୍ଟେସନ ଗୋଟେ ଏଫଆଇଆର ଦିଅନ୍ତୁ, କମ୍ପ୍ଲେନ୍ ଦିଅନ୍ତୁ। ହଁ, 99% କେସ୍ରେ କ'ଣ ହୁଏ ନା ପୋଲିସ ଆପଣଙ୍କର ଏଫଆଇଆର ରେଜିଷ୍ଟର କରେନି କି ସେ ଲୋକକୁ ମଧ୍ୟ ଡାକି ପଚାରେନି। ଆପଣଙ୍କୁ ରେକମେଣ୍ଡ କରେ କି ଯେହେତୁ ମ୍ୟାଟରଟା ସିଭିଲ୍ ଇନ୍ ନେଚର ଅଛି, ଆପଣ ସିଭିଲ୍ କୋର୍ଟର ଆଶ୍ରୟ ନିଅନ୍ତି। ଯଦି ବି ପୋଲିସ ସେ ଲୋକକୁ ଡାକେ, ୱାର୍ଣ୍ଣିଂ ଦେଇକି ଛାଡ଼ିଦିଏ, ସେ ପରବର୍ତ୍ତୀ ମୁହୂର୍ତ୍ତରେ ମଧ୍ୟ ସେଇଭଳି ବେଆଇନ କାର୍ଯ୍ୟରେ ଲିପ୍ତ ରୁହେ। ତ ଏହାର ପରମାନେଣ୍ଟ ସଲ୍ୟୁସନ୍ କ'ଣ, କିପରି ଆପଣ ଆପଣଙ୍କ ଜାଗା ବଞ୍ଚେଇ ପାରିବେ? ଦେଖନ୍ତୁ, ଏହାର ସଲ୍ୟୁସନ୍ ଦୁଇ ପ୍ରକାର ଥାଏ। ପ୍ରଥମତଃ ଆପଣ ଯେ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ବା ତହସିଲଦାର ରହିଲେ ତାଙ୍କର ଆଶ୍ରୟ ନେଇପାରିବେ। ଦ୍ୱିତୀୟତଃ ଆପଣଙ୍କର ସେଇ ଏରିଆରେ ଯେଉଁ ସିଭିଲ୍ କୋର୍ଟ ଅଛି, ସିଭିଲ୍ ଯେଉଁ ସିନିୟର ଡିଭିଜନ ବା ସିଭିଲ୍ ଯେଉଁ ଜୁନିୟର ଡିଭିଜନ ଯାହା କୋର୍ଟ ଅଛି, ତାଙ୍କର ଆଶ୍ରୟ ନେଇକି ଆପଣଙ୍କର ଜାଗା ବଞ୍ଚେଇ ପାରିବେ। ମୁଁ ପ୍ରଥମତଃ ଯଦି ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ କଥା କହିବି, ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ଙ୍କର ଆପଣଙ୍କର ଯେଉଁଟା ପ୍ରିଭିୟସଲି ଥିଲା ସିଆର୍ପିସି କୋଡ୍ ଅଫ୍ କ୍ରିମିନାଲ ପ୍ରୋସିଡିଓର କୋଡ୍ର ସେକ୍ସନ୍ 144, ଆପଣ ତ ବିଶେଷ କରି ବହୁତ ବାର ଶୁଣିଥିବେ ଟିଭିରେ କି ଧାରା 144, ଧାରା 144 କରେଣ୍ଟଲି ସେଇଟା ଆପଣଙ୍କ 163 ହେଇଯାଇଛି ଭାରତୀୟ ନ୍ୟାୟ ସୁରକ୍ଷା ସଂହିତା ବିଏନ୍ଏସ୍ଏସ୍ରେ। ତ ଯାହା ଆପଣଙ୍କର ପ୍ରିଭିୟସଲି 144 ଧାରା ଥିଲା, ସେଇଟା କ'ଣ ନା, ଯଦି କୌଣସି ଜାଗାରେ କୌଣସି ଲ ଆଣ୍ଡ ଅର୍ଡର ସିଚୁଏସନ୍ ଇନଭଲ୍ଭ ହେଉଛି ବା ପବ୍ଲିକ୍ ପିସ୍ ବା ଯେଉଁଟା ଆପଣ କହନ୍ତି ସୋସାଇଟିରେ ଶାନ୍ତି ଭଙ୍ଗ ହେଉଛି, କିଛି ବ୍ଲଡ୍ ସେଡ୍ କଣ୍ଡିସନ୍, ରକ୍ତପାତ କଣ୍ଡିସନ୍ର ହେବାର ଚାନ୍ସ ଅଛି, ତ ସେ କ୍ଷେତ୍ରରେ ଆପଣଙ୍କର ଯେ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ରହିଲେ ସେ ଗୋଟେ ଆପଣଙ୍କର 144 ଧାରା ଆପଣଙ୍କ ଲାଗୁ କରିଦିଅନ୍ତି। ସେ 2 ମାସ ପର୍ଯ୍ୟନ୍ତ ସେ ଜାଗାରେ କୌଣସି ଆପଣଙ୍କର କାର୍ଯ୍ୟ ହୋଇପାରିବନି। ଆପଣ ଯଦି କୌଣସି ପ୍ରକାର ପ୍ରସେସନ୍ କାର୍ଯ୍ୟ ହେଉ କି ଆପଣଙ୍କର କାର୍ଯ୍ୟକ୍ରମ କରୁଛନ୍ତି ଯାହାଦ୍ୱାରା ଏଭଳି ପରିସ୍ଥିତି ଉପୁଜିବାର ସମ୍ଭାବନା ଅଛି, ତ ସେ କ୍ଷେତ୍ରରେ ଆପଣଙ୍କର ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ଏଭଳି 144 ଧାରା ଲାଗୁ କରି କାମଟି ବନ୍ଦ କରନ୍ତି। ଆପଣ ସେଇ ଫର୍ମୁଲାଟାକୁ ଆପଣ ଏଇ କେସ୍ରେ ହିଁ ଆପ୍ଲାଏ କରିବେ କି 144 ବା ଯେଉଁଟା 163 ହେଇଯାଇଛି ବିଏନ୍ଏସ୍ଏସ୍ରେ, ସେ ଅଣ୍ଡର ଗୋଟେ ପିଟିସନ୍ କରନ୍ତୁ କି ଦେଖନ୍ତୁ ଆମର ପ୍ରିଭିୟସଲି ଏଇ ଲ୍ୟାଣ୍ଡ ଡିସ୍ପ୍ୟୁଟ୍ ଥିଲା, କରେଣ୍ଟଲି ଏ ଲୋକ ଏଭଳି ନିଜ ଜାଗାକୁ ଆମ ଜାଗାକୁ ଅକ୍ତିଆର ନେବାକୁ ଚେଷ୍ଟା କରୁଛି, ଗାତ ଖୋଳୁଛି, ନିଅ ଖୋଳୁଛି। ତ ଏଭଳି ହେବା ଦ୍ୱାରା ଗୋଟେ ଲ ଆଣ୍ଡ ସିଚୁଏସନ୍ ଇନଭଲ୍ଭ ହେବ, ରକ୍ତପାତ ହେବାର ସମ୍ଭାବନା ଅଛି, ସୋସାଇଟିର ଶାନ୍ତି ଭଙ୍ଗ ହେବ, ପବ୍ଲିକ୍ ପିସ୍ ବ୍ରେଚ୍ ହେବ। ତ ଏଇଟା କଲା ପରେ ଯଦି ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ଉପରେ କ'ଣ କରିବେ ନା, ଯେ ନିୟରେଷ୍ଟ ପୋଲିସ ଅଛି ତାକୁ ଗୋଟେ ରିପୋର୍ଟ ମାଗିବେ, ସତରେ ଆପଣ ଫିଲ୍ଡ ଭେରିଫିକେସନ୍ କରନ୍ତୁ ଏଭଳି କିଛି ସିଚୁଏସନ୍ ଘଟୁଛି କି ନାହିଁ। ଯଦି ପୋଲିସ ରିପୋର୍ଟ ଦେଲା, ତ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ଙ୍କ ପାୱାର ଅଛି କି ସେ ଗୋଟେ ଏକ୍ସପର୍ଟ ଏବଂ ଏକତରଫା ଭାବରେ ସେ ଲୋକକୁ ନ ଡାକିକି ମଧ୍ୟ ଗୋଟେ 144 ଧାରା ଜାଗା ଉପରେ ଲାଗୁ କରିଦେବେ। 44 ଧାରା ଲାଗୁ କଲା ପରେ 2 ମାସ ପର୍ଯ୍ୟନ୍ତ ସେ ଜାଗାରେ ସେ ଲୋକ କୌଣସି କାର୍ଯ୍ୟ କରିପାରିବ ନାହିଁ। ଆପଣଙ୍କୁ ଏଗେନ୍ ମୁଁ କହିଦେଉଛି 2 ମାସ ପର୍ଯ୍ୟନ୍ତ। ଯଦି ଗଭର୍ଣ୍ଣମେଣ୍ଟ ସରକାର ଚାହିଁଲେ ସେଇଟା ଯଦି ସୋସାଇଟି ରିଲେଟେଡ୍ କିଛି ମ୍ୟାଟର ହେଇଥିବ, ତାହେଲେ 6 ମାସ ପର୍ଯ୍ୟନ୍ତ ଏକ୍ସଟେଣ୍ଡ କରିପାରନ୍ତି। କିନ୍ତୁ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ବା ଯେ ଆପଣଙ୍କର ଅଛନ୍ତି ବା ସବ୍ କଲେକ୍ଟର ଅଛନ୍ତି, ଆପଣଙ୍କ ଏଡିଏମ୍ ଯିଏ ଅଛନ୍ତି, ସବ୍ ଡିଭିଜନାଲ ଅଫିସର ଅଛନ୍ତି, ଏମାନଙ୍କର ପାୱାର ଥାଏ ଆପଣଙ୍କର 144 ଯେଉଁଟା 163 ବିଏନ୍ଏସ୍ଏସ୍ ହେଇଯାଇଛି, ସେ ଅଣ୍ଡରରେ ଆପଣଙ୍କୁ ଲାଗୁ କରିକି ଇଞ୍ଜେକ୍ସନ୍ ପ୍ରଦାନ କରିବେ। ଏହା ସହିତ ଆପଣଙ୍କର ଦେଖିବେ ଯଦି ସିଆର୍ପିସିର ସେକ୍ସନ୍ 145ରେ ଗୋଟେ ପ୍ରୋଭିଜନ୍ ଅଛି, ଯେଉଁଟା ବହୁତ ଆପଣଙ୍କୁ ଆଡଭୋକେଟ୍ ରେକମେଣ୍ଡ କରନ୍ତିନି କିନ୍ତୁ ମୁଁ କରେ। ସେ ଅଣ୍ଡରରେ ମଧ୍ୟ ଆପଣ ଯାଇକି ପିଟିସନ୍ଟା ଗୋଟେ କରିବେ। 145ଟା ବେସିକାଲି ଆପଣଙ୍କର ହିଁ ଏଇ ଲ୍ୟାଣ୍ଡ ରିଲେଟେଡ୍ ବା ଆପଣଙ୍କର ୱାଟର ରିଲେଟେଡ୍ ଏବଂ କ୍ରପ୍ସ ରିଲେଟେଡ୍ ଯାହା ରହିଲା ସେଇ ଇନସିଡେଣ୍ଟରେ କହେ। ଯଦି ଲ୍ୟାଣ୍ଡ ରିଲେଟେଡ୍ କିଛି ଇନସିଡେଣ୍ଟ ଘଟୁଛି କି ଆପଣଙ୍କର ଜଳପଥ ଦେଇ କିଛି ଇନସିଡେଣ୍ଟ ଘଟୁଛି କି ଆପଣଙ୍କର ଯଦି ବିଲରେ କିଛି ଫସଲ ଅଛି ସେ ନେଇ ବିବାଦ ଘଟୁଛି, ଏ ଅଣ୍ଡରରେ ଆପଣ ସେଇ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ବା ଆପଣଙ୍କୁ ଯେଉଁ ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ୍ ସେଠି ଗୋଟେ ଆପଣ 145 ବା 145 ଯେଉଁ ସିଆର୍ପିସି ଥିଲା ସେଥିରେ ଗୋଟେ ପିଟିସନ୍ କରିବେ। ସେ ପିଟିସନ୍ କଲା ପରେ କ'ଣ ହେବ ନା, ତାର ଇନଗ୍ରିଡିଏଣ୍ଟ ଫିଚର ହେଉଛି ଆପଣ ସେ ଜାଗା ପୋଜିସନରେ ରହିଥିବା ଦରକାର। ଠିକ୍ ଅଛି, ଆପଣ ସେ ଜାଗା ପୋଜିସନ ନଥିବେ, ଆପଣ ତାର ମାଲିକାନା ସତ୍ତ୍ୱ ଥବ। ପିଟିସନ୍ କରିବାର 2 ମାସ ମଧ୍ୟରେ ଆପଣ ସେ ଜାଗାରେ କିଛି ଆପଣଙ୍କର ଲ ଆଣ୍ଡ ଅର୍ଡର ସିଚୁଏସନ୍ ଇନଭଲ୍ଭ ହେଉଥିବ କି ସେ ଲୋକ ଆପଣଙ୍କୁ ବେଦଖଲ କରିବାକୁ ଚେଷ୍ଟା କରୁଛି, ଆପଣ ଗୋଟେ ପିଟିସନ୍ କରିବେ। ପିଟିସନ୍ କଲା ପରେ କ'ଣ ହେବ ନା, ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ କ'ଣ କରିବେ ନା, ସେ ଲୋକକୁ ଗୋଟେ ସମନ କରିବେ କି ତମେ ଏଇ ଦିନ ଆସିକି ହାଜିର ହୁଅ, ତମ ପକ୍ଷ ରଖ, ଓ ଉଭୟ ପକ୍ଷଙ୍କର ଶୁଣିଲା ପରେ ଯଦି ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍କୁ ହୃଦୟଙ୍ଗମ ହେଲା କି ନାଇଁ ପ୍ରକୃତରେ ଏ ଲୋକ ଜାଗାକୁ ଅନାଧିକାର ପ୍ରବେଶ କରୁଛି, ତ ସେ ଗୋଟେ ଆପଣଙ୍କୁ ସେ ଜାଗାକୁ ଡିସ୍ପୋଜ କରନ୍ତି ସେ ଲୋକକୁ, ଏବଂ ଯିଏ ପ୍ରକୃତ ହକଦାର, ଯିଏ ସେ ଜାଗାର ଯିଏ ମାଲିକ, ଯିଏ କରେଣ୍ଟଲି ପୋଜିସନ ଅଛି, ତାର ପୋଜିସନଟାକୁ ସେ ସାର୍ଟିଫାଇଡ୍ କରନ୍ତି ଏବଂ ଯେପର୍ଯ୍ୟନ୍ତ ସିଭିଲ୍ କୋର୍ଟ ମ୍ୟାଟରଟାକୁ
डिस्कस न करिछि बा सिविल कोर्ट आकु प्रमाणित न करिछि प्रकृत रे से मालिक रो हकदार किए बा किए पोजीशन अछि प्रकृत रे से पर्यंत आपण से जागा पोजीशन रहि परिबे एटा एग्जीक्यूटिव मजिस्ट्रेट को पावर थाए। द्वितीयतः जदि जुडिशियल मजिस्ट्रेट बा आपनकर सिविल जो सीनियर डिवीजन जूनियर डिवीजन कथा कहबी सेठी आपण केमिति रिलीफ पाइबे ना जदि आपनकर जो प्रीवियसली कहितली एभली कि इंसिडेंट घटुची आपण जगह के गातो खोलुची कि जगह अख्तियार को नै जाउची घर तळे चेष्टा करूची तो से रिलेटेड आपण शीघ्र जाई कि गोटे इंजेक्शन शूट करंतु आपनकर सिविल कोर्ट इंजेक्शन शूट करंतु इंजेक्शन नै कि म आगु गोटे वीडियो करिछि आपण चैनल पेज रे देखि दियंतु सेटा करेंटली आपनकर जहा डाउट थबो क्लियर हे जिवो तो इंजेक्शन परमानेंट इंजेक्शन शूट करबा सहित गोटे इंटरिम इंजेक्शन मध्ये करिवे आपनकर कोड ऑफ सिविल प्रोसीजर कोड रो ऑर्डर 39 रूल 1 2 रे एटा विशेषकली आपनकर टेम्पररी इंजेक्शन वर्णित अछि ता सहित आपण ऑर्डर 39 रूल 3 रे गोटे अर्जेंट पिटिशन करिवे करेंटली कोड ओटा को ऑर्डर करंतु कि से लोक से जगह रे काम बंद करू अदरवाइज कोन हबो ना जदि कोर्ट ऑर्डर न करिवे हमकु सेबरी हार्म हबो बा जोटा क्षति घटिबो सेटा कोर्ट कोनोसी माध्यम कंपनसेट करा जाय परिबो नै एई भले आपण गोटे अर्जेंट पिटिशन कला पर एडवोकेट अपॉइंट करी जदि कोर्ट हृदयंगम हैला कि नाही प्रकृत रे लोकर जागा से अन्य गोटे लोक बा से पड़ोसी लोक अनाधिकार बा बेआईन भाव ता जगह बेदखल करूची से जगह किसी घर तले चेष्टा करूची जहा द्वारा लोकर क्षति घटिबो तो सिविल कोर्ट का प्रॉपर पावर अछि कि से कोर्टे समन करि देबे कि जेपंत तमे कोर्ट रे हाजर न हेइछो सेपंत कोनोसी कार्य करि परिबो नाही जदि आपण सिविल कोर्ट कर समन हे जाउची ऑर्डर हे जाउची लोक मानिबा को बाध्य एवं लोक कोनोसी माने कोनोसी पक्ष मध्य कोनोसी कार्य करि परिबो नाही जदि से सिविल कोर्ट को ऑर्डर भांगी की कार्य करूची ताल ता एग्नेस्ट रे ऑर्डर 39 रूल 2 सब क्लॉज ए रे मध्य गोटे प्रोसीडिंग कोर्ट करिवे ताकू माने दंडादेश हे पारे ताकू कोर्ट मध्य 2 रु 3 मास पर्यंत सिविल प्रिजन को पठै देबे बा जहा कंपनसेशन होई सेतो करिवे जदि घर करची घर भांगी देबे जदि गात खोली ता विरुद्ध रे से गात पोता हबो कि जहा कोर्ट चिंता कर हां जदि आपनकर प्राइम फेस एविडेंस देखि कोर्ट सर्टिफाई हे परछंती कि नै प्रकृत रे लोकर क्षति घटिबो अन्य बा जा बेआईन दखल द्वारा तो कोर्ट अंगर पावर अछि आपनको से लोक को गोटे समन कर देबे कि जे पर्यंत आपनकर मेन सूट ता आपनकर क्लियर न होईची बा फाइनल न होईची प्रकृत जगह हकदार के जगह रे के पोजीशन अछि से पर्यंत आपण कोनोसी काम करि परिबे नै तो एटा थिला आपनकर जदि कोनोसी लोक आपनको जगह को जबरदखल करियो चेष्टा करछि बेआईन भाव कोनोसी कार्य चेष्टा करछि आपण किपरि बंचेबे तो ए नै जदि तथापि आपनकर किछि डाउट अछि आपण मते कमेंट सेक्शन में क्वेश्चन करंतु म आपनको आंसर देबी बा जहा सॉल्यूशन अछि से विषय कहू चेष्टा करी धन्यवाद।